ଯେ 8 ଜାନୁଆରୀ 2026 ଦିନ ଗୁରୁବାର ମାଘ ମାସ କୃଷ୍ଣପକ୍ଷ ଧନୁ 24 ଦିନ ଆଜିର ତିଥି ଓ ନକ୍ଷତ୍ର ପଞ୍ଚମୀ ପ୍ରାତଃ 6:34 ପର୍ଯ୍ୟନ୍ତ ପୂର୍ବ ଫାଲ୍ଗୁନ ନକ୍ଷତ୍ର ଦିବା 12:24 ପର୍ଯ୍ୟନ୍ତ ସିଂହଚନ୍ଦ୍ର ସନ୍ଧ୍ୟା 6:39 ପର୍ଯ୍ୟନ୍ତ ସୂର୍ଯ୍ୟଦର୍ଶନ 6:24 ଓ ସୂର୍ଯ୍ୟାସ୍ତ 5:21। ଆଜି ତୁଳା ଓ କୁମ୍ଭ ରାଶିମାନଙ୍କର ଘାତ ବାର ଓ ଆଜି କର୍କଟ ଓ ମକର ରାଶିମାନଙ୍କର ଘାତ ଚନ୍ଦ୍ର। ଆଜିର ଶୁଭ ବେଳା ପ୍ରାତଃ ସମୟରୁ ଦିବା 7:09 ପର୍ଯ୍ୟନ୍ତ ଦିବା 10:49 ଦିବା 12:16 ପର୍ଯ୍ୟନ୍ତ ଦିବା 2:28 ଅପରାହ୍ନ 4:40 ପର୍ଯ୍ୟନ୍ତ। ନିଷିଦ୍ଧ ଖାଦ୍ୟ ଆଜି ପିତାଦ୍ରବ୍ୟ ଓ ଦିବା 7:06 ପରେ ତାଳଭକ୍ଷଣ ନିଷେଧ। ତ ମେଷଠାରୁ ମୀନାରାଶି ପର୍ଯ୍ୟନ୍ତ ସମସ୍ତ 12ଟି ରାଶିମାନଙ୍କ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ କ'ଣ ରହିବ ଏବଂ କ'ଣ ଏପରି ଉପାୟ ବା ପ୍ରତିକାର କରିବେ ଯାହା କରିବା ଦ୍ୱାରା ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହି କ୍ରମରେ ସବୁଠାରୁ ପ୍ରଥମେ ଆସନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ଆପଣଙ୍କର ଭଦ୍ର ସ୍ୱଭାବ ଯୋଗୁଁ ଆପଣଙ୍କର ଲୋକପ୍ରିୟତା ଓ ଖ୍ୟାତିରେ ବୃଦ୍ଧି ପାଇବ। ଆଜି ଏକାଗ୍ରତା ଧୈର୍ଯ୍ୟ ଏବଂ ନିରନ୍ତର ପ୍ରୟାସର ଦିନ। ଆପଣ ଆପଣଙ୍କର ଲକ୍ଷ୍ୟ ପ୍ରତି ଗମ୍ଭୀର ଏବଂ କେନ୍ଦ୍ରିତ ହେବାର ଦିନ ଅଟେ। ଆର୍ଥିକ କ୍ଷେତ୍ରଟି ଆପଣଙ୍କ ପାଇଁ ସାଧାରଣ ରହିବ। ପ୍ରଗତି ହେବ କିନ୍ତୁ ତାହା ସ୍ଥିର ରହିବ। ଯଦି ଆପଣ କୌଣସି ନିବେଶ କରୁଛନ୍ତି ନୂତନ ନିବେଶ କରୁଛନ୍ତି ତ ବୁଦ୍ଧିମାନ ଭାବରେ ନିବେଶ କରନ୍ତୁ। ଆଜି ଆପଣ କୌଣସି ବି ଦାୟିତ୍ୱ ପୂର୍ଣ୍ଣ କରିବାରେ ପଛଘୁଞ୍ଚା ଦେବେ ନାହିଁ। ଦିନର ଆରମ୍ଭ ଆପଣଙ୍କ ପାଇଁ କିଛି ନା କିଛି ସଂଘର୍ଷମୟ ରହିବ। ଆପଣଙ୍କୁ ଭାବିଚିନ୍ତି କାମ କରିବାକୁ ପଡ଼ିବ। ଆୟ କିଛି ହ୍ରାସ ପାଇପାରେ, ତା ସହିତ ଦାୟିତ୍ୱ କିଛି ବଢ଼ିପାରେ। ଅପରାହ୍ନରେ କିଛି ଆଶ୍ୱସ୍ତି ମିଳିବ କିନ୍ତୁ ମନ ଖୁସି ସେତେ ହେବ ନାହିଁ। ଆପଣଙ୍କୁ ଟଙ୍କା ତ ମିଳିବ କିନ୍ତୁ ଆପଣଙ୍କ ମନ ମୁତାବକ ମିଳିବ ନାହିଁ। ବହୁତ ଅଧିକ ଖର୍ଚ୍ଚ ମଧ୍ୟ ଅଯଥାରେ ହୋଇପାରେ। ସନ୍ଧ୍ୟାରେ ଆୟ ହ୍ରାସ ପାଇପାରେ। ଯେଉଁମାନେ କିଛି ସାହାଯ୍ୟ ସହଯୋଗ ଆପଣ କରନ୍ତି ସେମାନେ ଆଜି ପଛଘୁଞ୍ଚା ଦେବେ। ଯାହାଠାରୁ ଆପଣ କିଛି ଆଶା କରିଛନ୍ତି ତାଙ୍କଠାରୁ ଆଜି ନିରାଶ ମିଳିପାରେ। ଆପଣଙ୍କୁ ନିଜେ ହିଁ ଆଜି ଆଗକୁ ବଢ଼ିବାକୁ ପଡ଼ିବ। ତା ସହିତ ଯାନବାହନ ଯଦି ବ୍ୟବହାର କରୁଛନ୍ତି ତ ଆଜି ଆପଣ ସାବଧାନ ରୁହନ୍ତୁ ଏବଂ ଆଜି ବିଶେଷ ରୂପେ ମନେ ରଖନ୍ତୁ କି ଆଜି କୌଣସି ବି ସମୟରେ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ। ଆପଣଙ୍କର ଦିନଚର୍ଯ୍ୟାକୁ ଶୃଙ୍ଖଳିତ ରଖନ୍ତୁ। ଥକାପଣ ଏବଂ ଅସ୍ଥିରତା ଯୋଗୁଁ ଆପଣଙ୍କର ଲକ୍ଷ୍ୟରୁ ଆପଣ ବିଚ୍ୟୁତ ହୋଇପାରନ୍ତି। ଏହି କଥାକୁ ଆପଣ ଧ୍ୟାନ ଦିଅନ୍ତୁ। ଆଜି ଆପଣ ଧ୍ୟାନ ରଖନ୍ତୁ କି ଅନ୍ୟମାନଙ୍କର ସମସ୍ୟାରେ ଅତ୍ୟଧିକ ଜଡ଼ିତ ହୁଅନ୍ତୁ ନାହିଁ, ନାହିଁ ତ ଆପଣ ନିଜେ ହିଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 3 ଏବଂ ଶୁଭ ରଙ୍ଗ ରହିବ ଆକାଶ ରଙ୍ଗ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ତମ୍ବା ପାତ୍ରରେ କିଛି ଜଳ ଭରି କରି ତା ଦେହରେ କିଛି ଗୁଡ଼ ଏବଂ ନାଲି ରଙ୍ଗର ଫୁଲ ମିଶାଇ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ଆଜି ଯଦି କୌଣସି ବଡ଼ ଧରଣର ନିଷ୍ପତ୍ତି ନେଉଛନ୍ତି, କିଛି ବଡ଼ ଧରଣର କିଛି ଚିନ୍ତା କରୁଛନ୍ତି, କିଛି ପ୍ଲାନ୍ କରୁଛନ୍ତି, ଆଗକୁ ନେଇ ଭବିଷ୍ୟତକୁ ନେଇ କିଛି ଚିନ୍ତା ଯୋଜନା କରୁଛନ୍ତି ତ ଭଲ ଭାବରେ ଚିନ୍ତା କରନ୍ତୁ। ପାରିବାରିକ ବିଷୟରେ ଆଜି ଆପଣଙ୍କର କିଛି ଭୁଲ ବୁଝାମଣା ସୃଷ୍ଟି ହୋଇପାରେ, ଯାହାକି କିଛି ବିବାଦର କାରଣ ମଧ୍ୟ ହୋଇପାରେ। ତ ଆଜି ବିଶେଷ ରୂପେ ଧ୍ୟାନ ଦିଅନ୍ତୁ କି ଆପଣ ଅନ୍ୟମାନଙ୍କର କଥା ଅଧିକ ଶୁଣନ୍ତୁ। କିଛି ବି କୁହନ୍ତୁ ନାହିଁ, ଯାହା କହୁଛନ୍ତି ଭାବିଚିନ୍ତି କୁହନ୍ତୁ। କାରଣ ଆଜି ଛୋଟିଆ ଛୋଟିଆ କଥା ବଡ଼ ଆକାରଣ ଧାରଣ କରିପାରେ। କିଛି ନା କିଛି ଆପଣ କହିଥିବେ ତାର ଅର୍ଥ କିନ୍ତୁ ଅଲଗା ହୋଇପାରେ, ବା ଅଲଗା କେହି କିଛି କହୁଥିବେ ତାହାର ଅର୍ଥ ଆପଣ ଅଲଗା ବୁଝିପାରନ୍ତି। ତ ଏପରି କିଛି ସ୍ଥିତି ହୋଇପାରେ। ତ ଆଜି ଯେତେ ଦୂର ସମ୍ଭବ କମ୍ କଥା କୁହନ୍ତୁ, ଅଧିକ ଶୁଣନ୍ତୁ। ଜଣେ ସହକର୍ମୀ ଆପଣଙ୍କ କଠିନ ପରିଶ୍ରମର ଫାଇଦା ନେଇପାରନ୍ତି। ଆପଣ ପରିଶ୍ରମ କରିବେ କିନ୍ତୁ ଫାଇଦା ଆଉ କେହି ହାସଲ କରିପାରନ୍ତି। ଆଜି ଆପଣଙ୍କ ପାଇଁ ଏପରି କିଛି ଘଟିପାରେ। ଅଫିସରେ ରାଜନୀତି ବା ଗୁଜବରୁ ଆପଣ ଦୂରେଇ ରୁହନ୍ତୁ, ନାହିଁ ତ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆପଣଙ୍କର କାମକୁ ଯେତେ ଦୂର ସମ୍ଭବ ଆଜି ଆପଣ ଗୋପନୀୟ ରଖନ୍ତୁ। ନିଜର ଲକ୍ଷ୍ୟ, ନିଜର କଥା, ନିଜର କୌଣସି କାମକୁ ଆଜି କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ। ପ୍ରେମ ସମ୍ପର୍କରେ ସନ୍ଦେହ କିମ୍ବା କିଛି ଜିନିଷ ଲୁଚାଇବା ଯୋଗୁଁ ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। କିଛି କଥା ଖୋଲା ନ ହେବା କାରଣରୁ ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ କିଛି ଦୂରତା ମଧ୍ୟ ସୃଷ୍ଟି ହୋଇପାରେ। ଅଧିକ ସମୟ ସୋସିଆଲ ମିଡ଼ିଆରେ ରୁହନ୍ତୁ ନାହିଁ ବା ଅଧିକ ସମୟ ଆଜି ମୋବାଇଲ, ଟିଭି ଆଦି ଦେଖନ୍ତୁ ନାହିଁ। ତ ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 7 ଏବଂ ଶୁଭ ରଙ୍ଗ ରହିବ ଆକାଶୀ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଶିବ ମନ୍ଦିରରେ କୌଣସି ଏକ ଧଳା ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମିଥୁନ ରାଶି ବିଷୟରେ ଜାଣିବା। ନୂତନ ଯୋଜନା, ଶିକ୍ଷା ଏବଂ ଭବିଷ୍ୟତ ପ୍ରସ୍ତୁତି ପାଇଁ ଆଜି ଏକ ବହୁତ ହିଁ ଭଲ ଦିନ। ଆପଣ ଏକ ନୂତନ କଳା ଶିଖିବା କିମ୍ବା କିଛି ଆର୍ଥିକ ଯୋଜନା ପ୍ରସ୍ତୁତ କରିବାକୁ ଉତ୍ସାହିତ ଜଣାଯିବେ। ପରିବାରରେ କିଛି ଶିଖିବା ଏବଂ ଶିକ୍ଷାଦାନର ପରିବେଶ ରହିବ। ଆପଣ ପିଲାମାନଙ୍କ ସହିତ ଜଡ଼ିତ କିଛି ଭଲ ଖବର ଆଜି ପାଇପାରନ୍ତି ଏବଂ ସେମାନେ କୌଣସି ନୂତନ କାର୍ଯ୍ୟକଳାପରେ ଯୋଗ ମଧ୍ୟ ଦେଇପାରନ୍ତି। ଆଜିର ଆରମ୍ଭ ଆପଣଙ୍କ ପାଇଁ କିଛି ଟଙ୍କା ଦେଣନେଣ କ୍ଷେତ୍ରରେ ହୋଇପାରେ ଏବଂ ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ବହୁତ ଲାଭ ଦେଖାଇବ। ଆପଣ ଯେଉଁ ବି କର୍ମକ୍ଷେତ୍ରରେ ଅଛନ୍ତି, ଯେଉଁ ବି ବିଜନେସ୍ କରୁଛନ୍ତି ବା ଯାହା କିଛି କରୁଛନ୍ତି, ଯଦି ସେଥିରେ କିଛି ଆପଣ ଆଜି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତ ଆଜି
କୌଣସି ପ୍ରକାର ପରିବର୍ତ୍ତନ କରନ୍ତୁ ନାହିଁ କି କୌଣସି ପରିବର୍ତ୍ତନର ଭାବନା ଆଜି ମନରେ ଆଣିବାକୁ ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଆପଣଙ୍କର ପଢ଼ାପଢ଼ିରେ ମନ ଲାଗିବ। ଲଭ୍ ଲାଇଫ୍ ବିଷୟରେ ଜାଣିବା ତ ପ୍ରେମ ସମ୍ପର୍କରେ କୋମଳତା ଏବଂ ବୁଝାମଣା ଆଜି ଭଲ ରହିବ। କାହାଠାରୁ ଅଧିକ ଆଶା କରନ୍ତୁ ନାହିଁ, ବରଂ ଆପଣଙ୍କର ନିଜର କ୍ଷମତା ଉପରେ ବିଶ୍ୱାସ ରଖନ୍ତୁ। ଅଯଥା କଥାରେ ଆଜି ସମୟ ନଷ୍ଟ କରନ୍ତୁ ନାହିଁ। ଭାବପ୍ରବଣ ହୋଇ କୌଣସି ପ୍ରତିଶ୍ରୁତି କାହାକୁ ଦିଅନ୍ତୁ ନାହିଁ, ନାଇଁ ତ ଆପଣ ହଇରାଣରେ ପଡ଼ିପାରନ୍ତି। ଏବେ ଯଦି ସ୍ୱାସ୍ଥ୍ୟର ବିଷୟରେ କଥା ହେବା ତ ଦେଖନ୍ତୁ, ଆପଣଙ୍କ ପାଇଁ ଆଜି ମୁଣ୍ଡବିନ୍ଧା, ମାଇଗ୍ରେନ୍, ପେନ୍ ଏପରି କିଛି ସମସ୍ୟା ଦେଖିବାକୁ ମିଳିପାରେ। ତା ସହିତ ଆପଣ ଆଜି ଛୋଟ ଛୋଟ କଥା ଉପରେ ଚାପ ନେବାର ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ। ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ। ତ ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 3 ଏବଂ ଶୁଭ ରଙ୍ଗ ରହିବ କମଳା। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୋଟିଏ ନଡ଼ିଆ ନିଅନ୍ତୁ ଏବଂ ତାହାକୁ ଗୋଟିଏ ନାଲି ରଙ୍ଗର ସାଲୁ କପଡ଼ାରେ ବାନ୍ଧି ବହିଯାଉଥିବା ଜଳରେ ପ୍ରବାହିତ କରିଦିଅନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ତେବେ ଆସନ୍ତୁ କର୍କଟ ରାଶି ବିଷୟରେ ଜାଣିବା। ଆପଣଙ୍କର ଜ୍ଞାନର ବଳରେ, ପୂର୍ବରୁ ଅଭିଜ୍ଞତାର ବଳରେ ଆପଣ କିଛି ଆଜି ଲାଭ ଉଠାଇ ପାରିବେ। ଅଚାନକ କିଛି ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅଚାନକ କିଛି ଆର୍ଥିକ ଲାଭ ମଧ୍ୟ ଆଜି ହୋଇପାରେ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଜି ନିଶ୍ଚିତ। ତା ସହିତ ବ୍ୟବସାୟରେ ସହକର୍ମୀ ଏବଂ କର୍ମଚାରୀଙ୍କ ସାହାଯ୍ୟରେ ବ୍ୟବସ୍ଥା ସ୍ଥିର ରହିବ। ସେମାନଙ୍କର ସହଯୋଗରେ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇପାରିବେ। ଆଜି ଆପଣଙ୍କର ଗ୍ରହମାନଙ୍କର ସ୍ଥିତି ଆପଣଙ୍କର ସପକ୍ଷ ରହିଅଛି, ତ ଏହାକୁ ସଠିକ୍ ଭାବରେ ବ୍ୟବହାର କରନ୍ତୁ। ତା ସହିତ ପାରିବାରିକ ପରିବେଶ ସୁଖଦ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। ଆତ୍ମୀୟମାନଙ୍କୁ ଭେଟିବାର ସୁଯୋଗ କିଛି ମିଳିପାରେ। ପ୍ରେମିକମାନେ ସେମାନଙ୍କର ସମ୍ପର୍କରେ ଭଲ ସମନ୍ୱୟ ବଜାୟ ରଖିବେ। ବିଶେଷ ରୂପେ ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତି, ଆତ୍ମବିଶ୍ୱାସ ଓ ସାହସରେ ପରିପୂର୍ଣ୍ଣ ହୋଇ ରହିବ। ଆପଣ ଉର୍ଜାବାନ ଜଣାଯିବେ। ଜୀବନରେ କିଛି ନୂଆ କରିବାକୁ ଆପଣ ଉତ୍ସାହୀ ଜଣାଯିବେ। ଜୀବନରେ କିଛି ଆଗକୁ ବଢ଼ିବା ପାଇଁ ଆପଣଙ୍କର ଇଚ୍ଛା ହେବ। ଆପଣ ଛୋଟ ଯାତ୍ରା ମଧ୍ୟ କରିପାରନ୍ତି। କୌଣସି କାର୍ଯ୍ୟକ୍ରମ ପାଇଁ ଆପଣ ପ୍ରସ୍ତୁତି ମଧ୍ୟ ଆଜି କରିପାରନ୍ତି। ଆଜି ଆପଣଙ୍କର ପୁରୁଣା ପଡ଼ିରହିଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରିବେ। ଯୁବକମାନେ ସେମାନଙ୍କର ଲକ୍ଷ୍ୟ ଆଡ଼କୁ ଯିବା ପାଇଁ ନୂତନ ଉତ୍ସାହ ଆଜି ଅନୁଭବ କରିବେ। ଏକାଗ୍ରତା ଆପଣଙ୍କର ବଜାୟ ରହିବ ଏବଂ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଗୁରୁତ୍ୱର ସାବ୍ୟସ୍ତ ହେବ। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଏକ ନୂତନ ସୁଯୋଗ ଆସିପାରେ, ଯାହା ଆପଣଙ୍କର ଆଗ୍ରହ ଏବଂ ନେତୃତ୍ୱ କ୍ଷମତାକୁ ଦେଖାଇବ। ଆଜି ଆପଣଙ୍କୁ କୌଣସି ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ। ତେବେ ଧ୍ୟାନ ରଖନ୍ତୁ କି ଆଜି କୌଣସି ନିଷ୍ପତ୍ତି ତରବରିଆ ଭାବରେ ନିଅନ୍ତୁ ନାହିଁ। ଆପଣ ଉତ୍ସାହିତ ରହିବେ, ଉର୍ଜାବାନ ରହିବେ ସତ, କିନ୍ତୁ କୌଣସି ନିଷ୍ପତ୍ତି ଆଜି ତରବରିଆ ନିଅନ୍ତୁ ନାହିଁ। ତା ସହିତ ସ୍ୱାସ୍ଥ୍ୟର କ୍ଷେତ୍ରଟି ଆଜି ଆପଣଙ୍କ ପାଇଁ ମାଂସପେଶୀରେ କିଛି ଚାପ ପଡ଼ିବାର ସମ୍ଭାବନା ରହୁଅଛି। ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 6 ଏବଂ ଶୁଭ ରଙ୍ଗ ରହିବ ହଳଦିଆ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ବ୍ରାହ୍ମଣ ବା କୌଣସି ସାଧୁଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ ଜାଣିବା। ବିଶେଷ ରୂପେ ଆଜି ଆପଣଙ୍କୁ ଆପଣଙ୍କର ଇଚ୍ଛା ପୂରଣ କରିବା ପାଇଁ ବହୁତ ଚେଷ୍ଟା କରିବାକୁ ପଡ଼ିବ। ଅଯଥା କାର୍ଯ୍ୟରେ ଆପଣଙ୍କର ସମୟ ଆଜି ଭୁଲ ବି ନଷ୍ଟ କରନ୍ତୁ ନାହିଁ। ଆଜି ଆପଣଙ୍କର କିଛି କଥା କିଛି କାହାକୁ କ୍ଷତି ପହଞ୍ଚାଇ ପାରେ। ତ ଆଜି ଆପଣ ବିଶେଷ ରୂପେ ଆପଣଙ୍କର ବଚନ ଉପରେ ଧ୍ୟାନ ଦିଅନ୍ତୁ। କାହା ମନରେ ଆଘାତ ହେଲା ଭଳି, କାହା ମନରେ କଷ୍ଟ ହେଲା ଭଳି କିଛି ବି କୁହନ୍ତୁ ନାହିଁ। ଏବଂ ଆଜି ଆପଣ ଅଯଥା କୌଣସି ଜାଗାକୁ ଯିବାଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରଭାବଶାଳୀ ବ୍ୟବସାୟୀଙ୍କ ସହିତ କିଛି ସମ୍ପର୍କ ଆପଣଙ୍କର ସ୍ଥାପନ ହୋଇପାରେ। ସହଭାଗିତା ବ୍ୟବସାୟରେ କୌଣସି ପ୍ରକାର ପରିବର୍ତ୍ତନ ହେବାର ସମ୍ଭାବନା ବନୁଅଛି। ଗୃହରେ ଅତିଥିମାନଙ୍କର ଯିବା ଆସିବା ଲାଗି ରହିବ। ପରିବାର ସହିତ ଆପଣଙ୍କୁ ବାହାରକୁ ଯିବାର କିଛି ସୁଯୋଗ ମିଳିପାରେ। ଆଜି ଆପଣଙ୍କ ପାଇଁ ଗୋଟିଏ ମୁହୂର୍ତ୍ତରେ ଏପରି ଆସିବ କି ଆପଣ କ'ଣ କରିବେ ନାହିଁ ଦ୍ୱନ୍ଦ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିବେ। ପ୍ରତ୍ୟେକ କଥାବାର୍ତ୍ତା ସମୟରେ ଧୈର୍ଯ୍ୟ ଏବଂ ସ୍ପଷ୍ଟତା ବଜାୟ ରଖନ୍ତୁ। ଆଜି ଆପଣଙ୍କର କୌଣସି ପୁରୁଣା ପ୍ରସଙ୍ଗକୁ ନେଇ ମନରେ କିଛି ଦ୍ୱନ୍ଦ୍ୱ ମଧ୍ୟ ଆସିପାରେ, କିନ୍ତୁ ଧୈର୍ଯ୍ୟ ଏବଂ ଆପଣଙ୍କର ବିବେକପୂର୍ଣ୍ଣ ଚିନ୍ତାଧାରା ଯୋଗୁଁ ସବୁକିଛିର ସମାଧାନ ହୋଇପାରିବ। ଆଜି ଆପଣଙ୍କ ଉପରିସ୍ଥ ଅଧିକାରୀ କିମ୍ବା ସହକର୍ମୀଙ୍କ ସହିତ କିଛି ମତଭେଦ ହୋଇପାରେ, କିନ୍ତୁ ଯଦି ଆପଣ ଧୈର୍ଯ୍ୟର ସହିତ କାମ କରନ୍ତି ତେବେ ପରିସ୍ଥିତି ନିୟନ୍ତ୍ରଣ ରହିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ। ପିତାମାତାଙ୍କ କଥା ମାନି ଚଳିବେ ଏବଂ ପଢ଼ାପଢ଼ିରେ ମନ ଲାଗିବ। ତା ସହିତ ସ୍ୱାସ୍ଥ୍ୟ ବିଷୟରେ କଥା ହେବେ ତ ମାନସିକ ଥକ୍କା, ଦ୍ୱନ୍ଦ୍ୱ ଓ ନିଦ୍ରାର ଅଭାବ ପାଇଁ ଆଜି ଆପଣ କିଛି କ୍ଳାନ୍ତ ଅନୁଭବ କରିପାରନ୍ତି। ତ ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 9 ଏବଂ ଶୁଭ ରଙ୍ଗ ରହିବ ନାଲି ରଙ୍ଗ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗୋଟିଏ ଗାଈକୁ 5ଟି କଦଳୀ କିମ୍ବା କିଛି ଗଜା ବୁଟ ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କନ୍ୟା ରାଶି ବିଷୟରେ ଜାଣିବା। ଆପଣ କିଛି ଭଲ ଖବର ପାଇ ଆଜି ଖୁସି ହେବେ। ସରକାରୀ ସଂଗଠନ ସହିତ ଜଡ଼ିତ ହୋଇ କିଛି କାମ ପାଇବାର ଭଲ ସମ୍ଭାବନା ଆଜି ବନୁଅଛି। ଗଣମାଧ୍ୟମ ଏବଂ ସୃଜନଶୀଳ ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନେ କିଛି ଭଲ କାମ କରିବା ପାଇଁ ଆଜି ପୁରସ୍କାର ପାଇପାରିବେ। ଆପଣଙ୍କର ଅଫିସର ବ୍ୟବସ୍ଥା ଆଜି ଟିକେ ଅରାଜକ ରହିବ। ଘରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ତେବେ ଅନାବଶ୍ୟକ ପ୍ରେମ ବ୍ୟାପାରରେ ଆପଣଙ୍କର ସମୟକୁ ନଷ୍ଟ କରନ୍ତୁ ନାହିଁ। ଆଜି ସ୍ଥିରତା, ପରମ୍ପରା ଏବଂ ପାରିବାରିକ ସମୃଦ୍ଧି ସହିତ ଜଡ଼ିତ ସୁଖଦ ଘଟଣା ପାଇଁ ବିଶେଷ ଦିନ ରହିବ। ଆପଣ ବଡ଼ମାନଙ୍କ ଅଭିଜ୍ଞତାରୁ ଉପକୃତ ହେବେ। ସେମାନଙ୍କର କଥାରେ ଲୁଚି ରହିଥିବା ଶିକ୍ଷା
ଆଜି ଆପଣଙ୍କୁ ସଠିକ୍ ପଥ ଦେଖାଇବ। ପୁରୁଣା ପାରିବାରିକ ମତଭେଦ ଯଦି କିଛି ରହିଥିଲା ତ ତାହାର ଆଜି ସମାଧାନ ହୋଇପାରେ, ଯାହା ଆପଣଙ୍କର ପରିବେଶକୁ ଆହୁରି ସୁଖଦ କରିବ। କର୍ମକ୍ଷେତ୍ରରେ ଆପଣଙ୍କର ପୂର୍ବରୁ ନିଆଯାଇଥିବା କଠିନ ପରିଶ୍ରମ, ଯାହାକି ବୁଦ୍ଧିମାନ ନିଷ୍ପତ୍ତି, ଆଜି ଫଳପ୍ରଦ ହୋଇପାରେ। ତା ସହିତ କୌଣସି ଅଭିଜ୍ଞ ସହକର୍ମୀଙ୍କଠାରୁ କିଛି ଭଲ ପରାମର୍ଶ ଆପଣଙ୍କୁ ମିଳିବ, ଯାହାକି ଆପଣଙ୍କ ପାଇଁ ଅତ୍ୟଧିକ ଲାଭଦାୟକ ରହିବ। ଲଭ୍ ଲାଇଫ୍ ପାଇଁ ଆଜି ପାଇଁ ଆପଣଙ୍କ ପାଇଁ ଜୀବନରେ ଭାବପ୍ରବଣ ସୁରକ୍ଷା, ପରିବାର ଅନୁମୋଦନ ଏବଂ ସମ୍ପର୍କର ଗଭୀରତା ଆପଣଙ୍କ ପାଇଁ ବହୁତ ହିଁ ଦୃଢ଼ ରହିବ। ଦିନର ଆରମ୍ଭ ଆପଣଙ୍କ ପାଇଁ ସାମାନ୍ୟ ସଂଘର୍ଷପୂର୍ଣ୍ଣ ମଧ୍ୟ ରହିପାରେ। ଆପଣଙ୍କୁ କିଛି କାମ ଭାବିଚିନ୍ତି କରିବାକୁ ପଡ଼ିପାରେ, ଦାୟିତ୍ୱ କିଛି ବଢ଼ିପାରେ, କିନ୍ତୁ ଅପରାହ୍ନରେ ଆପଣଙ୍କୁ ଆଶ୍ୱସ୍ତି ମିଳିବ, ମନ ଖୁସି ହେବ, କିଛି ଶୁଭ ଖବର ପ୍ରାପ୍ତ ହେବ। ସ୍ୱାସ୍ଥ୍ୟର କ୍ଷେତ୍ର ବିଷୟରେ ଜାଣିବା ତ ଆପଣଙ୍କ ପାଇଁ ଅତିରିକ୍ତ ସତର୍କତା ଗ୍ରହଣ କରିବାର ଦିନଟି ଆଜି। କିଛି ଛୋଟିଆ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇପାରେ, ତ ସ୍ୱାସ୍ଥ୍ୟର ଅବହେଳା କରନ୍ତୁ ନାହିଁ, ଉଚିତ ଦିନଚର୍ଯ୍ୟା ବଜାୟ ରଖନ୍ତୁ। ତ ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 2 ଏବଂ ଶୁଭ ରଙ୍ଗ ରହିବ ସବୁଜ। ତ ଆଜିର ଦିନଟିକୁ ଶୁଭମୟ କରିବା ପାଇଁ ଆଜି ଆପଣ କଦଳୀ ବୃକ୍ଷକୁ ଜଳ ଦେଇ ନମସ୍କାର କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ତୁଳାର ଶକ୍ତି ବିଷୟରେ ଜାଣିବା। ତା ସହିତ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଆଜି ପଡ଼ୋଶୀଙ୍କ ସହିତ ଯେକୌଣସି ବିବାଦକୁ ଧୈର୍ଯ୍ୟର ସହିତ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। କିଛି ଅନାବଶ୍ୟକ ଖର୍ଚ୍ଚ ହୋଇପାରେ, ତେଣୁ ଏହି ସମୟରେ ଆପଣଙ୍କୁ ଆପଣଙ୍କର ଆବଶ୍ୟକତାକୁ ସୀମିତ କରିବାକୁ ଚେଷ୍ଟା କରନ୍ତୁ। ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ସମସ୍ୟା ଶୁଣିବା ଏବଂ ସମାଧାନ କରିବାରେ ମଧ୍ୟ ଆଜି କିଛି ସମୟ ବିତାଇବାକୁ ପଡ଼ିପାରେ। ବ୍ୟବସାୟରେ ନୂତନ କାମ ଆରମ୍ଭ କରିବା ପାଇଁ ଆଜି ଆପଣଙ୍କ ପାଇଁ ବହୁତ ହିଁ ଭଲ ସମୟ। କୌଣସି ନୂଆ କାମ ଆଜି ଆରମ୍ଭ କରିପାରନ୍ତି, କିନ୍ତୁ ଆଜି ଆପଣ ବିଶେଷ ରୂପେ ଧ୍ୟାନ ଦିଅନ୍ତୁ, କୌଣସି ପ୍ରକାରର ଋଣ କାରବାର କରନ୍ତୁ ନାହିଁ, କାହାକୁ ଦିଅନ୍ତୁ ନାହିଁ କି କାହାଠାରୁ କିଛି ନିଅନ୍ତୁ ନାହିଁ। କିଛି ପୁରୁଣା କଥା ସାମ୍ନାକୁ ଆସିପାରେ, ପୁରୁଣା କଥାକୁ ନେଇ କିଛି ବିବାଦ, କିଛି ସମସ୍ୟା ଆସିପାରେ, ତ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ। ତ ନିଜର କଥାକୁ ସ୍ପଷ୍ଟ ରଖନ୍ତୁ, ମିଛ କୁହନ୍ତୁ ନାହିଁ। ତା ସହିତ ଆଜି ଆପଣ ଅପରାହ୍ନ ସମୟରେ ହାଲୁକା ଅନୁଭବ କରିବେ। ଧୀରେ ଧୀରେ ପୁରୁଣା ଚାପରୁ ବାହାରି ଆସିବାର ପ୍ରକ୍ରିୟା ଆରମ୍ଭ ହେବ। ପିଲାମାନଙ୍କର କୌଣସି ଅଧ୍ୟୟନ କିମ୍ବା ପ୍ରତିଯୋଗିତା ସମ୍ବନ୍ଧୀୟ ଚିନ୍ତାର ସମାଧାନ ହେବ। ବ୍ୟବସାୟରେ କିମ୍ବା ଚାକିରିରେ ପରିସ୍ଥିତି ଆପଣଙ୍କର ସ୍ଥିର ରହିବ, କିନ୍ତୁ ନୂତନ ନିବେଶକୁ ଆଜି ଏଡ଼ାଇବା ଆପଣଙ୍କ ପାଇଁ ଭଲ ରହିବ। ପ୍ରେମ ସମ୍ପର୍କରେ ଭାବପ୍ରବଣ ଦୂରତା କିମ୍ବା ଯୋଗାଯୋଗର ଅଭାବ ହୋଇପାରେ। ସ୍ୱାସ୍ଥ୍ୟ କ୍ଷେତ୍ର ବିଷୟରେ ଚିନ୍ତା କରିବା ତ ମେରୁଦଣ୍ଡ କିମ୍ବା ବେକର କିଛି ଯନ୍ତ୍ରଣା ଆପଣଙ୍କୁ ହୋଇପାରେ। ତା ସହିତ ଅନିୟମିତ ଖାଦ୍ୟ ପାଇଁ ଗ୍ୟାସ୍ ଏବଂ ପାଚନଜନିତ ସମସ୍ୟା କିଛି ହୋଇପାରେ। ତ ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 8 ଏବଂ ଶୁଭ ରଙ୍ଗ ରହିବ ବାଦାମୀ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଦିନଯାକ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ, କିମ୍ବା ହଳଦିଆ ରଙ୍ଗର କୌଣସି ଗୋଟିଏ ଜିନିଷ ଦିନଯାକ ନିଜ ପାଖରେ ରଖନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବିଛାରାଶି ବିଷୟରେ ଜାଣିବା, ଯେ ଆପଣଙ୍କର ସାମାନ୍ୟ ଭୁଲ ପାଇଁ ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ଆଜି ସୃଷ୍ଟି ହୋଇପାରେ। ବ୍ୟକ୍ତିଗତ ଏବଂ ପାରିବାରିକ ମାମଲାରେ ଧୈର୍ଯ୍ୟ ଏବଂ ସଂଯମ ବଜାୟ ରଖନ୍ତୁ। ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟକଳାପ ପ୍ରତି ସ୍ୱାଭାବିକ ରୁହନ୍ତୁ। ବ୍ୟବସାୟିକ ମାମଲାରେ କିଛି ବାଧା ରହିପାରେ। କର୍ମଚାରୀଙ୍କଠାରୁ ପରାମର୍ଶ ନେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ସହଭାଗିତା ସମ୍ବନ୍ଧୀୟ ବ୍ୟବସାୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଚାକିରି କରୁଥିବା ଲୋକମାନଙ୍କର ସ୍ଥାନାନ୍ତର ସମ୍ପର୍କରେ କାର୍ଯ୍ୟ କିଛି ଆରମ୍ଭ ହୋଇପାରେ। କାହାର କଥା ଆପଣଙ୍କୁ ପସନ୍ଦ ଆସିବ ନାହିଁ, କାହାର କଥା ଆପଣଙ୍କ ମନରେ ପିଚ୍ ହେଲା ଭଳି ଲାଗିବ, ଯାହାକି ଆପଣଙ୍କୁ ବହୁତ ହିଁ ପଛରେ କଷ୍ଟ ଦେଇପାରେ। ତା ସହିତ ପିଲାମାନଙ୍କ ପାଠପଢ଼ା କିମ୍ବା ପ୍ରତିଯୋଗିତା ସହିତ ଜଡ଼ିତ କୌଣସି ଚିନ୍ତା ଦିନସାରା ଆପଣଙ୍କ ମନରେ ରହିବ। ଗୃହରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ସାମାନ୍ୟ ଚିନ୍ତାଗ୍ରସ୍ତ ରହିପାରନ୍ତି। ଆର୍ଥିକ ସ୍ଥିତି ସ୍ଥିର ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ଆଜି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଅଯଥା ଖର୍ଚ୍ଚ ଅଧିକ ଆଜି ରହୁଅଛି। ଆଜି ବିଶେଷ କରି ଆପଣଙ୍କର ବିରୋଧୀ ଏବଂ ଆପଣଙ୍କର ଶତ୍ରୁଙ୍କର କାର୍ଯ୍ୟକଳାପ ଉପରେ ବିଶେଷ ନଜର ରଖନ୍ତୁ। ସେମାନେ ଆପଣଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ଯେଉଁମାନେ ଆଇନଗତ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଅଛନ୍ତି, ସେମାନଙ୍କୁ ଅତିରିକ୍ତ ଦାୟିତ୍ୱ କିଛି ଆଜି ମିଳିପାରେ। ତ ସ୍ୱାସ୍ଥ୍ୟର କ୍ଷେତ୍ର ବିଷୟରେ ଜାଣିବା, ଆଜି ଆପଣଙ୍କ ପାଇଁ ଆଘାତର କିଛି ଯୋଗ ବନୁଅଛି। ତ ବିଶେଷ କରି ଯଦି ଆପଣ କୌଣସି ଯାତ୍ରା କରୁଛନ୍ତି କିମ୍ବା କିଛି ବ୍ୟାୟାମ ଆଦି କରୁଛନ୍ତି, ତ ସାବଧାନତାର ସହିତ ଯାତ୍ରା କରନ୍ତୁ ବା ବ୍ୟାୟାମ ଆଦି କରନ୍ତୁ। ଗାଡ଼ି ଚଳାଇବା ସମୟରେ ବିଶେଷ ରୂପେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 5 ଏବଂ ଶୁଭ ରଙ୍ଗ ରହିବ କମଳା। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ସ୍ନାନ କରୁଥିବା ଜଳରେ ଅଳ୍ପ ହଳଦୀ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ତେବେ ଆସନ୍ତୁ ଧନୁରାଶି ବ୍ୟକ୍ତିଙ୍କ ବିଷୟରେ ଜାଣିବା। ଆପଣ କାମ ଏବଂ ପାରିବାରିକ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା ଆପଣଙ୍କ ପାଇଁ କିଛି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ଆପଣଙ୍କର କାର୍ଯ୍ୟକ୍ଷମତା ଉପରେ, ଆପଣଙ୍କର ନିଜର ଶକ୍ତି ଉପରେ ବିଶ୍ୱାସ ରଖନ୍ତୁ। ଅପରିଚିତ ଲୋକଙ୍କୁ ଆଜି ଭୁଲରେ ବି ବିଶ୍ୱାସ କରନ୍ତୁ ନାହିଁ, କାରଣ ଆପଣ କିଛି ଅସୁବିଧାରେ ପଡ଼ିପାରନ୍ତି। ଚାକିରି କ୍ଷେତ୍ରରେ ଆପଣ ଆପଣଙ୍କର ଲକ୍ଷ୍ୟକୁ ସମୟ ମଧ୍ୟରେ ପୂରଣ କରି ଆଶ୍ୱସ୍ତି ଅନୁଭବ କରିବେ। ସନ୍ତୁଳନ ଏବଂ ଧୈର୍ଯ୍ୟ ବଜାୟ ରଖିବାର ଆଜି ଆବଶ୍ୟକତା ଆପଣଙ୍କ ପାଇଁ ରହୁଅଛି, କାରଣ ଆପଣଙ୍କ ପାଇଁ ପ୍ରତ୍ୟେକଟି କ୍ଷେତ୍ର ଆପଣଙ୍କ ପାଇଁ ଆଜି ଚ୍ୟାଲେଞ୍ଜପୂର୍ଣ୍ଣ ରହୁଅଛି। ପରିବାରରେ ସମନ୍ୱୟ ରହିବ, କିନ୍ତୁ କୌଣସି ସଦସ୍ୟଙ୍କ ମନରେ ହଠାତ୍ ଆଚରଣରେ ପରିବର୍ତ୍ତନ ହେତୁ ଆପଣଙ୍କୁ କିଛି ଚିନ୍ତା କରିବାକୁ ପଡ଼ିପାରେ।
ପିଲାମାନଙ୍କ ଶିକ୍ଷା କିମ୍ବା କ୍ୟାରିୟର ସହିତ ଜଡ଼ିତ କଥାବାର୍ତ୍ତା କିଛି ହୋଇପାରେ। ବଡ଼ମାନଙ୍କର ଏବଂ ଜ୍ଞାନୀଜନମାନଙ୍କର ତା ସହିତ ଆପଣଙ୍କର ଉପରିସ୍ଥ ଅଧିକାରୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଜି ଆପଣ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଆଜି ଆପଣ ବିଶେଷ କରି କୌଣସି ବି ନିଷ୍ପତ୍ତିକୁ ଶୀଘ୍ର ତରତରିଆ ଭାବରେ ନିଅନ୍ତୁ ନାହିଁ। ଯାହା ବି ଆପଣ କିଛି ପ୍ଲାନ୍ କରୁଛନ୍ତି, ଯାହା ବି କିଛି ଭବିଷ୍ୟତକୁ ନେଇ କିଛି ଚିନ୍ତା ବିଚାର କରୁଛନ୍ତି, ଯଦି ଆଜି ତାହାର ଆରମ୍ଭର ଦିନ ତ ସ୍ଥଗିତ ରଖନ୍ତୁ, ଗୋଟିଏ ଦିନ ଘୁଞ୍ଚାଇ ଦିଅନ୍ତୁ। କିମ୍ବା କୌଣସି ବି ଯଦି ନିବେଶ ଆଜି କରିବାର ଅଛି, କୌଣସି ବି କିଛି ବଡ଼ ଧରଣ ନିଷ୍ପତ୍ତି କରିବାର ଅଛି, ତ ଆଜି ଆପଣ ବିଶେଷ ରୂପେ ଧ୍ୟାନ ଦେଇ ତାକୁ ସ୍ଥଗିତ ରଖନ୍ତୁ, କିଛି ସମୟ ଘୁଞ୍ଚାନ୍ତୁ। କାହିଁକି? କାରଣ ତାହା ଆପଣଙ୍କର ବିରୁଦ୍ଧରେ ଯାଇପାରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ। ତା ସହିତ ସ୍ୱାସ୍ଥ୍ୟ ବିଷୟରେ କଥା ହେବା ତ ଆଜି ଆପଣ ଅତ୍ୟଧିକ ମିଠା କିମ୍ବା ମସଲାଯୁକ୍ତ ଖାଇବା ଆପଣଙ୍କ ପାଇଁ ଅତ୍ୟଧିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ। ଏହି କଥାକୁ ଧ୍ୟାନ ରଖନ୍ତୁ। ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 7 ଏବଂ ଶୁଭ ରଙ୍ଗ ରହିବ ବାଦାମୀ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ 5ଟି ହଳଦୀ ଗୋଟିଏ କପଡ଼ାରେ ବାନ୍ଧି ଭଗବାନ ବିଷ୍ଣୁଙ୍କ ଚରଣରେ ରଖନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମକର ରାଶି ବିଷୟରେ ଜାଣିବା। ଆଜି ଆପଣଙ୍କର ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି କାମ ଆଜି ସମାପ୍ତ ହୋଇପାରେ। ଏଥିପାଇଁ ଆଜି ବିଶେଷ ପ୍ରୟାସ କରନ୍ତୁ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ବିଶେଷ ଆଗ୍ରହ ବଢ଼ିବ ଏବଂ ଆପଣଙ୍କର ନିଃସ୍ୱାର୍ଥପର ଅବଦାନ ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି କରିବ। ଏହି ସମୟରେ ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ବହୁତ ହିଁ ଭଲ ରହୁଅଛି। ତା ସହିତ କିଛି ଛୋଟ ଛୋଟ ସମସ୍ୟା ମଧ୍ୟ ରହିବ, ଯାହାକି ଛୋଟ ଛୋଟ କଥାରେ ଆପଣ ଚିନ୍ତିତ ହେବେ। କିଛି କିଛି କଥା କାହାର କଥା ଆପଣଙ୍କ ମନକୁ କଷ୍ଟ ଦେଇପାରେ, କିନ୍ତୁ ଆପଣ ଧୈର୍ଯ୍ୟ ଏବଂ ସଂଯମ ରଖିବା ଆପଣଙ୍କ ପାଇଁ ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ। ପରିବାରରେ ଶୃଙ୍ଖଳା ଏବଂ ଶାନ୍ତି ବଜାୟ ରହିବ। ପୂର୍ବରୁ ଚାଲିଥିବା ମତାନ୍ତର ମନାନ୍ତର କିଛି ବାତ ବିତର୍କ ସବୁକିଛି ଦୂରେଇଯିବ। ପରିବାର ମଧ୍ୟରେ ସ୍ନେହର ବାତାବରଣ ବୃଦ୍ଧି ପାଇବ। ଆଜି ଆପଣ ସୌନ୍ଦର୍ଯ୍ୟ, ପୁଷ୍ଟିକର ଏବଂ ଭାବପ୍ରବଣ ବନ୍ଧନରେ ପରିପୂର୍ଣ୍ଣ ହୋଇ ରହିବେ। ତା ସହିତ ଆଜି ପରିବାର ମଧ୍ୟରେ ମହିଳାମାନଙ୍କର ଭୂମିକା ଆଜି ବିଶେଷ ରହିବ। ସେମାନଙ୍କ ସହିତ ଜଡ଼ିତ କିଛି ବିଶେଷ ଖବର ମଧ୍ୟ ଆପଣଙ୍କୁ ମିଳିପାରେ। ଘରେ ନବୀକରଣ, କିଛି କିଣାକିଣି କରିପାରନ୍ତି କିମ୍ବା କୌଣସି ନୂତନ କାର୍ଯ୍ୟକ୍ରମର ଆଲୋଚନା ଆଦି କରିପାରନ୍ତି ଏବଂ କିଛି ଯୋଜନା ମଧ୍ୟ କରିପାରନ୍ତି। ଆପଣଙ୍କୁ କୌଣସି ଆଜି ଶୁଭ ଖବର ମିଳିପାରେ। ତା ସହିତ ଛୋଟ ଯାତ୍ରା ଆଜି କରିପାରନ୍ତି। ଆଜି ଆପଣ କଳା, ଡିଜାଇନ, ଶିକ୍ଷା କିମ୍ବା ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ଯଦି ଆପଣ ଅଛନ୍ତି, ତ ଆପଣଙ୍କ ପାଇଁ ବିଶେଷ ସଫଳତାର ଦିନ ଆଜି। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳ ରହିବେ। ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ଆଜି ଆପଣ ବିଶେଷ ଧ୍ୟାନ ରଖନ୍ତୁ, ଘରେ ଥିବା ବୟସ୍କ ବ୍ୟକ୍ତିମାନଙ୍କର, ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ଆଜି ପଡ଼ିବ। ତା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରଟି ଆପଣଙ୍କ ପାଇଁ ଆଜି ବହୁତ ହିଁ ଭଲ ରହୁଛି। ଶାରୀରିକ ଶକ୍ତି ଭଲ ରହିବ, କିନ୍ତୁ ବିଶ୍ରାମ ଏବଂ ପୁଷ୍ଟିକର ଖାଦ୍ୟର ମଧ୍ୟ ଆଜି ଆବଶ୍ୟକତା ରହୁଅଛି। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ରହିବ ଧଳା ଏବଂ ଶୁଭ ସଂଖ୍ୟା ରହିବ 1। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ହଳଦୀ ରଙ୍ଗର ରକ୍ଷାସୂତା ନିଅନ୍ତୁ। ପୁରୁଷମାନେ ଡାହାଣ ହାତରେ ବାନ୍ଧନ୍ତୁ ଏବଂ ସ୍ତ୍ରୀମାନେ ନିଜର ବାମ ହାତରେ ବାନ୍ଧନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ ଜାଣିବା। ବାହାରର କାର୍ଯ୍ୟକଳାପ ଉପରେ ମଧ୍ୟ ଆଜି ବିଶେଷ ଭାବେ ଧ୍ୟାନ ଦିଅନ୍ତୁ ଏବଂ ଅଚିହ୍ନା ଲୋକଙ୍କ ସହିତ ସାବଧାନତାର ସହିତ ମିଶନ୍ତୁ। ଆଜି ଆପଣଙ୍କ ପାଇଁ ବ୍ୟକ୍ତିଗତ ମାମଲାରେ ଆଜି ଆପଣ ବହୁତ ସତର୍କ ରହିବା ଆବଶ୍ୟକ। ମନେ ରଖନ୍ତୁ ଯେ ଆପଣଙ୍କର ନିକଟତମ ବନ୍ଧୁ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ପର୍କ ଆଜି କିଛି ଖରାପ ହୋଇପାରେ। ଆଜି ଆପଣ ସମ୍ପୂର୍ଣ୍ଣ ଦିନଟି କଥା କମ୍ କୁହନ୍ତୁ ଏବଂ ଶୁଣନ୍ତୁ ଅଧିକ। ଛାତ୍ରଛାତ୍ରୀମାନେ ଆଜି ଆପଣ ସେମାନଙ୍କର ପାଠପଢ଼ାରେ ଅଧିକ ଧ୍ୟାନ ଦେବେ। ଆଜି ଆପଣଙ୍କର କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ, ସ୍ଥଗିତ ରଖନ୍ତୁ। କାରଣ ଅନ୍ୟ କାମରେ ବ୍ୟସ୍ତତା ପାଇଁ ଆଜି ଆପଣ ଏଥିରେ ଧ୍ୟାନ ଦେଇପାରିବେ ନାହିଁ। କୌଣସି ଭୁଲ ନିଷ୍ପତ୍ତି ନେଇପାରନ୍ତି। ଅଧିକ କାର୍ଯ୍ୟଭାର ପାଇଁ ଆପଣଙ୍କ ଉପରେ କିଛି ବିଶେଷ ଅଧିକାର ମଧ୍ୟ ଅଛି, କିନ୍ତୁ ସହକର୍ମୀମାନଙ୍କର ସହଯୋଗ ଆଜି ଆପଣଙ୍କୁ ରହିବ। ସେଥିପାଇଁ ଆପଣ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିପାରିବେ। ଆଜି ଆପଣଙ୍କ ପାଇଁ କୌଣସି କ୍ଷେତ୍ରରେ ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ, ତ କଥାକୁ ବଢ଼ାଇବାକୁ ଆଗକୁ ଚେଷ୍ଟା କରନ୍ତୁ ନାହିଁ। ଜୀବନସାଥୀଙ୍କର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେ କ'ଣ କହିବାକୁ ଚାହୁଁଛନ୍ତି, ମନର କଥାକୁ ମନକୁ ପଢ଼ିବାକୁ ଚେଷ୍ଟା କରନ୍ତୁ, ତ ନିଶ୍ଚିନ୍ତ ସମ୍ପର୍କରେ ମଧୁରତା ଆସିଯିବ। ପିଲାମାନଙ୍କ ସହିତ ଜଡ଼ିତ କୌଣସି ଏକ ସୂଚନା କିମ୍ବା ନିଷ୍ପତ୍ତି ଆପଣଙ୍କୁ କିଛି ଦ୍ୱନ୍ଦ୍ୱରେ ପକାଇପାରେ। ଘରେ କିଛି ଲୁକାୟିତ ଜିନିଷ କିମ୍ବା ଭୁଲ ବୁଝାମଣା କିଛି ଚାପ ସୃଷ୍ଟି କରିପାରେ। ଆର୍ଥିକ ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମ୍ପୂର୍ଣ୍ଣ ସୂଚନା ନିଅନ୍ତୁ। ସ୍ୱାସ୍ଥ୍ୟର କ୍ଷେତ୍ରଟି ଆପଣଙ୍କ ପାଇଁ ମିଳାମିଶାପୂର୍ଣ୍ଣ ରହୁଅଛି, ତ ବଦହଜମି ପରି କିଛି ସମସ୍ୟା ହୋଇପାରେ। ଛୋଟ ମୋଟ ଥଣ୍ଡା କାଶ ଜନିତ କିଛି ସମସ୍ୟା ହୋଇପାରେ କିମ୍ବା ବଦହଜମି ଜନିତ କିଛି ସମସ୍ୟା, କିଛି ନା କିଛି ସ୍ୱାସ୍ଥ୍ୟକୁ ନେଇ ଆପଣ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ରହିବ ଧୂସର ଏବଂ ଶୁଭ ସଂଖ୍ୟା ରହିବ 4। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ 7ଟି କଉଡ଼ି ଓ 7ଟି ହଳଦୀ ଏକତ୍ର କରି ଗୋଟିଏ ହଳଦିଆ କପଡ଼ାରେ ବାନ୍ଧି ଆପଣଙ୍କର ଧନ ରଖିବା ସ୍ଥାନରେ ତାକୁ ରଖିଦିଅନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆସନ୍ତୁ ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ ଜାଣିବା। ଆଜି ଆପଣଙ୍କର ଖର୍ଚ୍ଚ ଟିକେ ଅଧିକ ହୋଇପାରେ, ସେଥିପ୍ରତି ଆପଣ ଧ୍ୟାନ ରଖନ୍ତୁ। ମନେ ରଖନ୍ତୁ ଯେ ଅନ୍ୟମାନଙ୍କ ମାମଲାରେ କିଛି ହସ୍ତକ୍ଷେପ କରି ଆପଣ କିଛି ଅସୁବିଧାରେ ପଡ଼ିପାରନ୍ତି। ତ ଅନ୍ୟ କଥାରେ, ପର ଚର୍ଚ୍ଚା, ପର ନିନ୍ଦା, ପର ଚୁଗୁଲି ଏସବୁ ପ୍ରତି ଆଜି ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। କାରଣ ଏଥିପାଇଁ ଆପଣ କିଛି ସମସ୍ୟାରେ ପଡ଼ିପାରନ୍ତି। କିଛି ଆଳସ୍ୟ ଆପଣଙ୍କୁ ଆସିପାରେ।
ଯେଉଁଥିପାଇଁ ଆପଣ କୌଣସି କାମକୁ ଆଜି ଟାଳିବାକୁ ଚେଷ୍ଟା କରିବେ ଯେ କାଲି କରିବେ, ଏପରି କିଛି ସ୍ଥିତି ଆପଣଙ୍କୁ ଆସିପାରେ। ତ ଏହି କଥା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ। କୌଣସି ବି କାମକୁ କାଲିକୁ ଟାଳନ୍ତୁ ନାହିଁ। ଆପଣଙ୍କର ଦକ୍ଷତା ଏବଂ ମନୋବଳ ବଜାୟ ରଖନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମ ଅନୁସାରେ ଆପଣଙ୍କୁ ଆଜି ଫଳାଫଳ ନିଶ୍ଚିନ୍ତ ମିଳିବ। ଯାହା ବି ଆପଣ ପରିଶ୍ରମ କରିବେ ତାହାର ପୂର୍ଣ୍ଣ ଫଳ ଆପଣଙ୍କୁ ପ୍ରାପ୍ତ ହେବ। ଆଜି ଆପଣ ଆତ୍ମବିଶ୍ୱାସ ଏବଂ ନିଷ୍ପତ୍ତି ନେବାର କ୍ଷମତାରେ ପରିପୂର୍ଣ୍ଣ ରହିବେ। ଆଜି ଆପଣ ଯାହା ଚାହିଁବେ କରିପାରିବେ। ଆଜି ଆପଣଙ୍କ କଥାରେ ଓଜନ ରହିବ। ଆପଣଙ୍କର କଥାକୁ ଲୋକ ଶୁଣିବେ। ଆପଣଙ୍କ କଥାକୁ ଆଜି କେହି କାଟିପାରିବେ ନାହିଁ। ଆଜି ଆପଣ ପରିବାରର ଜଣେ ବରିଷ୍ଠ ସଦସ୍ୟଙ୍କଠାରୁ କିଛି ମାର୍ଗଦର୍ଶନ ପାଇପାରନ୍ତି, ଯାହାକି ଆପଣଙ୍କର କୌଣସି ଜଟିଳ ପାରିବାରିକ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ। ପିଲାମାନଙ୍କ ସହିତ ଜଡ଼ିତ କୌଣସି ଯୋଜନାରେ ଆପଣଙ୍କର ଭୂମିକା କିଛି ନିର୍ଣ୍ଣାୟକ ହୋଇପାରେ। ଆପଣଙ୍କୁ ଘରେ ଆଜି ନେତୃତ୍ୱର ଭୂମିକା ଗ୍ରହଣ କରିବାକୁ ପଡ଼ିବ। ଆଜି ଆପଣଙ୍କୁ କୌଣସି ଏକ ନୂତନ ଦାୟିତ୍ୱ ମିଳିପାରେ। ପଦୋନ୍ନତି କିମ୍ବା ଉଚ୍ଚ ପଦବୀରେ ପହଞ୍ଚିବାର କିଛି ସଂକେତ ଆପଣଙ୍କୁ ମିଳିପାରେ। ଯେଉଁମାନେ ପ୍ରଶାସନ, ରାଜନୀତି କିମ୍ବା ମାର୍କେଟିଂ କ୍ଷେତ୍ରରେ ବା କିଛି ପରିଚାଳନା କ୍ଷେତ୍ରରେ ଅଛନ୍ତି, ସେମାନେ ଆଜି ସଫଳତାର ନୂତନ ଦ୍ୱାର ଖୋଲିବାର ଦେଖିପାରିବେ। ଆଜି ବିଶେଷ ରୂପେ ଆପଣଙ୍କର ଶକ୍ତି ଏବଂ ଆତ୍ମବିଶ୍ୱାସ ଦୃଢ଼ ରହିବ। ଆପଣଙ୍କୁ କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିପାରେ। ତ ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ରହିବ 4 ଏବଂ ଶୁଭ ରଙ୍ଗ ରହିବ ଆକାଶୀ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୋଟିଏ ହଳଦିଆ ରଙ୍ଗର ଦୀପରେ 5ଟି ସଳିତା ପକାଇ ଠାକୁର ଗୃହରେ ଭଗବାନଙ୍କ ନିକଟରେ ଜଳାନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ।